ଉଠିବା ମାତ୍ରେ କ'ଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା। ଆଇନା ଦେଖିବା, ଅଇଁଠା ବାସନ ଦେଖିବା, ହିଂସ୍ର ଜୀବଜନ୍ତୁଙ୍କ ଫଟୋ ଦେଖିବା, ନିଜର କିମ୍ବା ଅନ୍ୟର ଛାଇ ଦେଖିବା, ଝଗଡ଼ା ବା କଳି କରିବା, ବନ୍ଦ ଘଣ୍ଟା ଦେଖିବା ଏବଂ ଋଣ ବିଷୟରେ କଥା ହେବା। ମନୁଷ୍ୟକୁ କେଉଁ 5ଟି ଋଣ ଶୁଝିବାକୁ ପଡ଼ିଥାଏ ଆସନ୍ତୁ ଜାଣିବା। ମାତାଙ୍କ ଋଣ, ପିତାଙ୍କ ଋଣ, ଗୁରୁଙ୍କ ଋଣ, ଧରିତ୍ରୀର ଋଣ ଏବଂ ଧର୍ମର ଋଣ। ମାତାଙ୍କ ଋଣ ଶୁଝିବା ପାଇଁ କନ୍ୟା ଦାନ କରିବା ଉଚିତ। ପିତାଙ୍କ ଋଣ ଶୁଝିବା ପାଇଁ ସନ୍ତାନ ଜନ୍ମ କରିବା ଉଚିତ। ଗୁରୁଙ୍କ ଋଣ ଶୁଝିବା ପାଇଁ ଲୋକଙ୍କୁ ଶିକ୍ଷିତ କରିବା ଉଚିତ। ଧରିତ୍ରୀ ମାତାର ଋଣ ଶୁଝିବା ପାଇଁ କୃଷି କରନ୍ତୁ କିମ୍ବା ଗଛ ଲଗାନ୍ତୁ। ପିତୃ ଋଣ ଶୁଝିବା ପାଇଁ ଶ୍ରାଦ୍ଧ ଏବଂ ତର୍ପଣ କରିବା ଉଚିତ। ଧର୍ମର ଋଣ ଶୁଝିବା ପାଇଁ ଧର୍ମର ରକ୍ଷା ଓ ଧର୍ମର ପ୍ରଚାର ପାଇଁ ସମୟ ଦିଅନ୍ତୁ। ମନରୁ ନଇଁବା ବହୁତ ଜରୁରୀ ଅଟେ। କେବଳ ମୁଣ୍ଡ ନୁଆଇଲେ ଭଗବାନ ମିଳନ୍ତି ନାହିଁ। ଗୋଟିଏ ମଜାଳିଆ କଥା ଆସନ୍ତୁ ଜାଣିବା। ଯେତେବେଳେ ଘରେ ବିବାହ ବିଷୟରେ କଥା ହୁଅନ୍ତି ସେତେବେଳେ ଏପରି ଲାଗେ ଯେପରି ଆମେ ନିର୍ବାଚନ ଟିକେଟ ପାଇଛୁ। ଯେତେବେଳେ ଘର ଲୋକ ଝିଅକୁ ଦେଖିବାକୁ ଯାଆନ୍ତି ସେତେବେଳେ ଏମିତି ଲାଗେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ଯେତେବେଳେ ବିବାହ ସମ୍ପର୍କ ନିଶ୍ଚିନ୍ତ ହୁଏ ସେତେବେଳେ ଏପରି ଲାଗେ ଯେପରି ଆମେ MP ହେଇଗଲୁ। ତାପରେ ବିବାହର ସେହି 2ରୁ 4 ଦିନ ଏପରି ଲାଗେ ଯେପରି ଆମେ ପ୍ରଧାନମନ୍ତ୍ରୀ ହୋଇଗଲୁ ଏବଂ ବିବାହର ଗୋଟିଏ ବର୍ଷ ପରେ ଏପରି ଲାଗେ ଯେପରି ଆମେ ଏକ ଦୁର୍ନୀତି କରି ଫସି ଯାଇଛୁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ସେୟାର କରିବାକୁ ଜମାରୁ ଭୁଲିବେ ନାହିଁ। ସାଙ୍ଗମାନେ, ଗୋଟିଏ ସ୍ତ୍ରୀ ଘରେ ସ୍ୱାମୀର ସାର୍ଟ ପ୍ୟାଣ୍ଟ କେଉଁ ସ୍ଥାନରେ, ସ୍ୱାମୀର ରୁମାଲ ଓ ମୋଜା କେଉଁ ସ୍ଥାନରେ, ପିଲାର ଖେଳନା କେଉଁ ସ୍ଥାନରେ ସବୁ କହିଦେଇପାରିବ। କିନ୍ତୁ ତାକୁ ଯଦି ପଚରାଯାଏ ତୁମର ସ୍ଥାନ କେଉଁଠି, ତାହେଲେ ସିଏ ନୀରବ ରହିବ। ତା ପାଖରେ ଉତ୍ତର ଦେବାକୁ କିଛି ନଥିବ। ସାଙ୍ଗମାନେ, ଇଏ ହେଉଛି ଆମ ସମାଜର ବ୍ୟବସ୍ଥା। କ'ଣ ଠିକ୍ ତ? ସାଙ୍ଗମାନେ, ଝାଡ଼ୁ ଯେ ପର୍ଯ୍ୟନ୍ତ ବନ୍ଧା ହୋଇକି ଥାଏ ସେ ପର୍ଯ୍ୟନ୍ତ ସିଏ ଅଳିଆ ସଫା କରୁଥାଏ। କିନ୍ତୁ ଯେତେବେଳେ ବନ୍ଧନ ଖୋଲିଯାଏ ସେ ନିଜେ ଅଳିଆ ପାଲଟିଯାଏ। ଠିକ୍ ସେହିପରି ଏ ଦୁନିଆରେ ସ୍ୱାର୍ଥ ଥିବା ଯାଏଁ ସମସ୍ତେ ନିଜର କୁହନ୍ତି, ଆଉ ସ୍ୱାର୍ଥ ସରିଗଲେ ତମେ କିଏ ନା ମୁଁ କିଏ। କ'ଣ ସାଙ୍ଗମାନେ ଠିକ୍ ତ? ଆପଣଙ୍କ ସହ କ'ଣ ଏଭଳି ହୋଇଛି କି? କମେଣ୍ଟରେ ଲେଖନ୍ତୁ ଆପଣଙ୍କ ଉତ୍ତର। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।